ନମସ୍କାର ବନ୍ଧୁଗଣ, ମୋ ଚ୍ୟାନେଲରେ ଆପଣମାନଙ୍କୁ ପୁଣି ସ୍ୱାଗତ। ଆଜି ନବରାତ୍ରିର ପଞ୍ଚମ ଦିନ। ଚାହୁଁ ଚାହୁଁ ମାଙ୍କର ଆଜି 5 ଦିନ ହୋଇଗଲା। ଏହି ଦିନ ମା ଏକ ବିଶେଷ ରୂପରେ ପୂଜା ପାଆନ୍ତି। ଏହି ରୂପକୁ ସ୍କନ୍ଦମାତା ରୂପ କୁହାଯାଏ। ଏହା ମାଙ୍କର ଏକ ବିରଳ ରୂପ। ଏହି ରୂପରେ ମା ଗାଁ, ସହର, ପୁର, ପଲ୍ଲୀରେ ବିଶେଷ ଭାବେ ପୂଜା ପାଇଥାନ୍ତି। ମାଙ୍କର ଏହି ରୂପକୁ ଭକ୍ତିରେ ସହକାରେ ପୂଜା କଲେ ନିଜର ମନସ୍କାମନା ପୂରଣ ହୋଇଥାଏ। ଜଗତ ଜନନୀ ମା ଭାରି ଦୟାଳୁ। ସେ ସମସ୍ତଙ୍କର ମନ କଥା ଭଲ ଭାବରେ ଜାଣିପାରନ୍ତି। ମାଙ୍କୁ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିସାରିବା ପରେ ସବୁଜ ପୋଷାକ ପରିଧାନ କରି ମାଙ୍କୁ ସବୁଜ ଚୁଡ଼ି, ମେହେନ୍ଦି, ଶାଢ଼ୀ ଅର୍ପଣ କରନ୍ତୁ। ମାନ୍ୟତା ଅଛି ଯେ ମାଙ୍କୁ ଏହି ଦିନରେ ହଳଦିଆ ଫୁଲ ଦେଇ ପୂଜା ଅର୍ଚ୍ଚନା କଲେ ମା ସନ୍ତୁଷ୍ଟ ହୁଅନ୍ତି ଏବଂ ଘରେ ସୁଖ ଶାନ୍ତି ଭରିଯାଇଥାଏ। ମାଙ୍କର ଏହି ରୂପକୁ ପୂଜା କରିବା ଦ୍ୱାରା ଦୁଃଖ ଦୂରେଇ ଯାଇଥାଏ ଏବଂ ସାଂସାରିକ ଚାପରୁ ମୁକ୍ତି ମିଳେ। ମା ହେଉଛି ଚତୁର୍ଭୁଜା। ସେ ଗୋଟିଏ ହସ୍ତରେ ଅଭୟ ମୁଦ୍ରା ଏବଂ ଅନ୍ୟ ହସ୍ତରେ ସ୍କନ୍ଦକୁ ଧରିଛନ୍ତି, ଆଉ ଦୁଇ ହସ୍ତରେ ଦୁଇ ପଦ୍ମ ଧରିଛନ୍ତି। ମା ଶ୍ଵେତ ରଙ୍ଗର ଭୋଗ ବହୁତ ପ୍ରିୟ, ସେଥିପାଇଁ ତାଙ୍କୁ ଶ୍ଵେତ ରଙ୍ଗର ଭୋଗ ଲଗାଯାଇଥାଏ। ମା ହେଉଛନ୍ତି ସୂର୍ଯ୍ୟମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ଅଟନ୍ତି। ଯେଉଁ ମା ମାନେ ସ୍କନ୍ଦମାତାକୁ ପୂଜା କରନ୍ତି, ଯଦି ସେମାନେ ସାଂସାରିକ ହେବାକୁ ଚେଷ୍ଟା କରନ୍ତି, ସେମାନଙ୍କର ସୁନ୍ଦର, ତେଜିୟାନ, ବୀର୍ଯ୍ୟମାନ କାର୍ତ୍ତିକେୟ ଜନ୍ମ ହୁଅନ୍ତି। ଦେବୀ ସ୍କନ୍ଦମାତା ନିଜ ନାମ ଅନୁସାରେ କାର୍ତ୍ତିକର ମାତା ରୂପେ ପୂଜା ପାଆନ୍ତି। ସ୍କନ୍ଦ ମାନେ କାର୍ତ୍ତିକ, ଆଉ ଯିଏ କାର୍ତ୍ତିକର ମା ତାକୁ ସ୍କନ୍ଦମାତା କୁହାଯାଏ। କାର୍ତ୍ତିକ ଓ ସ୍କନ୍ଦମାତାଙ୍କର ଏକ ସୁନ୍ଦର ଲୀଳା ରହିଛି। ସେହି କାରଣରୁ ତାଙ୍କୁ ସ୍କନ୍ଦମାତା ନାମରେ ନାମିତ ହେଇଛି। ଏକ ସମୟରେ ସାରା ବ୍ରହ୍ମାଣ୍ଡରେ ତାଡ଼କା ଅସୁର ବହୁତ ବଳବାନ ଥିଲା। ସେ ବ୍ରହ୍ମାଙ୍କର ବରଦାନ ପାଇ ସବୁଠାରୁ ବଳବାନ ଥିଲା କି ସେ କେବଳ ଶିବ ଏବଂ ପାର୍ବତୀଙ୍କର ପୁତ୍ର ଦ୍ୱାରା ବଧ ହେବ। ସେ ଜାଣିଥିଲା ଯେ ଶିବ ଯୋଗୀ ଅଟନ୍ତି, ସେ କେବେ ବିବାହ କରିବେ ନାହିଁ, ତେବେ ସନ୍ତାନ ଜନ୍ମ ହେବାର ପ୍ରଶ୍ନ ଉଠୁନାହିଁ। ତେଣୁ ସେ ସବୁ ଦେବାଦେବୀ ସହ ଯୁଦ୍ଧ କରି ସ୍ୱର୍ଗାଲୋକ ଅଧିକାର କଲା। ଏମିତି କିଛି ଦିନ ଚାଲିଲା ପରେ ମାତା ପାର୍ବତୀ ଜଳ ରୂପରେ ଧାରଣ କରି କାର୍ତ୍ତିକକୁ ଜନ୍ମ ଦେଲେ। ଦେବୀ ମାତାଙ୍କର ଏହି ରୂପ ଅର୍ଥାତ୍ କାର୍ତ୍ତିକଙ୍କର ଦେଖାଶୁଣା ଯିଏ କଲା, ତାଙ୍କୁ ସ୍କନ୍ଦମାତା ରୂପରେ ନାମକରଣ କରାଗଲା। ସ୍କନ୍ଦମାତାଙ୍କ ପୂଜାରେ ସବୁଜ ରଙ୍ଗ ବ୍ୟବହାର କରନ୍ତୁ। ଦେବୀ ଏଥିରେ ଅତ୍ୟନ୍ତ ସନ୍ତୁଷ୍ଟ ହୁଅନ୍ତି। ଧୂପ ଦୀପ ଲଗାଇ ଦୁର୍ଗା ଚାଳିସା ପାଠ କରନ୍ତୁ। ମାଙ୍କ ପାଖରେ ମିଠା ଏବଂ 5 ପ୍ରକାର ଭୋଗ ଲାଗି କରନ୍ତୁ। ମାଙ୍କର ଅତି ପ୍ରିୟ ଭୋଗ କଦଳୀ ଏବଂ କ୍ଷୀରି ପ୍ରସାଦ ମଧ୍ୟ ଅର୍ପଣ କରିପାରିବେ। ଶେଷରେ ମାଙ୍କୁ ଧ୍ୟାନ ସହ ପୂଜା ଅର୍ଚ୍ଚନା କରନ୍ତୁ ଏବଂ ମାଙ୍କ ପାଖରେ ଏହି ମନ୍ତ୍ର ଜପ କଲେ ମା ପ୍ରସନ୍ନ ହୁଅନ୍ତି। ମାଙ୍କର ଏହି ମନ୍ତ୍ର ହେଉଛି ଓଁ ଦେବୀ ସ୍କନ୍ଦମାତାୟ ନମଃ। ଯଦି ଏହି ଭିଡ଼ିଓ ଆପଣମାନଙ୍କୁ ମୋର ଭଲ ଲାଗିଲା, ତାହେଲେ ଲାଇକ୍, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେ ନାହିଁ।